ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ କାଲିଠାରୁ ଏକ ଘଟଣା ଖୁବ୍ ଚର୍ଚ୍ଚିତ ହେଉଛି ବର୍ତ୍ତମାନ ସମୟରେ, ଏହାକୁ ନେଇ ଆନ୍ଦୋଳନ ତେଜିବାକୁ ଲାଗିଛି। ଆପଣ ଦେଖିଥିବେ ଯେ ଯେଭଳି ଭାବେ ରାହୁଲ ଗାନ୍ଧୀଙ୍କ ନାଁରେ ଗୋଟେ ମାମଲା ରୁଜୁ ହୋଇଛି। ଏଇ ଘଟଣାକୁ ଆପଣ ବର୍ତ୍ତମାନ ସମୟରେ କେମିତି ଦେଖୁଛନ୍ତି? ବିଜେପି ବାଚସ୍ପତିଙ୍କ ନିକଟରେ ଫେରାଦ ହେବ କି ଏଥିପାଇଁ? ଦେଖନ୍ତୁ, ଗତକାଲି ଠାରୁ ବିଜେପି ବାଚସ୍ପତିଙ୍କର ଫେରାଦ ହେଇସାରିଛି। କେବଳ ଫେରାଦ ହେଇନି, ସେ ନେଇକରି ମଧ୍ୟ ଗୋଟେ ମାମଲା ରୁଜୁ କରାଯାଇଛି ଆପଣଙ୍କର ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ। ବର୍ତ୍ତମାନ ଆପଣଙ୍କର ଯେ ପାର୍ଲାମେଣ୍ଟ ଭିତରେ, ଲୋକସଭା ଭିତରେ ଗୋଟେ ଆନୁଷ୍ଠାନିକ ଭାବରେ ଯାହା ବିଧି ବ୍ୟବସ୍ଥା ରହିଛି ସେ ନେଇକରି କାର୍ଯ୍ୟାନୁଷ୍ଠାନ ହେବ ଏବଂ ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନଟି ଆଇନଗତ ଗୋଟେ କ୍ରିମିନାଲ କେସ୍ ଆପଣଙ୍କର ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ହେଇଛି। ତ ଏଇ ଯୋଉ ଘଟଣା ଗତକାଲି ଘଟିଲା, ଏଇଟା ନିହାତି ଆମେ କହିପାରିବା ଅତ୍ୟନ୍ତ ଗୋଟେ ମାନେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଏଇ ଘଟଣାକୁ ଏଡାଇ ଯାଇ ପାରିଥାନ୍ତା, କିନ୍ତୁ ସମସ୍ତେ ଆମେ କହିପାରିବା ଯେ ଭାରତୀୟ ଜନତା ପାର୍ଟିର ଯୋଉମାନେ ରହିଛନ୍ତି ମାନେ ନେତାମାନେ ରହିଛନ୍ତି, ସେମାନେ ଯଦି ଦ୍ଵାରା ଅବରୋଧ କରିଥିଲେ, ସେମାନଙ୍କର କରିବାର ନଥିଲା କି ରାହୁଲ ଗାନ୍ଧୀ ଆଇନକୁ ହାତକୁ ନେଇକି ନିଜେ ଧସେଇ ପଶିବାର ଆବଶ୍ୟକତା ନଥିଲା। ତ ଆଜି ଆମେ କହିପାରିବା, ଏବଂ ଏଇ ଘଟଣା ଘଟିଲା ପରେ ସାରା ଦେଶରେ ବର୍ତ୍ତମାନ ଆମେ ଦେଖିବା ଗୋଟେ ରାଜନୈତିକ ଗୋଟେ ଉଷ୍ମତା ବୃଦ୍ଧି ପାଇଛି। ବିଶେଷ କରିକି କଂଗ୍ରେସ କହୁଛି ଯେ ବିଜେପି ଏଇ ଭଳିଆ ଗୋଟେ କାଣ୍ଡ ଘଟେଇବା ପାଇଁ ଗୋଟେ ପୂର୍ବରୁ ପ୍ଲାନ୍ କରିଥିଲା, ଏଇଥିପାଇଁ ଯେ ବିଜେପିର ଯିଏ ତୁଙ୍ଗ ନେତା ରହିଛନ୍ତି ହୋମ ମିନିଷ୍ଟର ଅମିତ ଶାହା, ଯାହା ରଖିଥିଲେ ମନ୍ତବ୍ୟ ଆପଣଙ୍କର ବାବା ସାହେବ ଆମ୍ବେଦକରଙ୍କ ଲାଗି, ସେଥିରୁ ଲୋକମାନଙ୍କର ମାଇଣ୍ଡକୁ ଡାଇଭର୍ଟ କରିବା ପାଇଁ ଏଭଳି ଏକ ପ୍ରୟାସ କରିଥିଲେ। ଏବଂ ଅପରପକ୍ଷରେ ଆପଣ ଯଦି ଦେଖିବେ, ତାହେଲେ ଆମେ କହିପାରିବା ଯେ ଯୋଉମାନେ ରହିଛନ୍ତି ବିଜେପିର ନେତାମାନେ, ସେମାନେ କହୁଛନ୍ତି ଯେ କଂଗ୍ରେସ ସବୁବେଳେ ଏଇଭଳି ତାର ଆଚରଣ ରହି ଆସିଅଛି, ଏଇଭଳି ତାର ଗୋଟେ ଆପତ୍ତିଜନକ ବ୍ୟବହାର ରହିକି ଆସିଅଛି, ଯାହା ଫଳରେ ଏଭଳି କାଣ୍ଡ ଘଟୁଛି। ତ ରାହୁଲ ଗାନ୍ଧୀଙ୍କର ବ୍ୟବହାରକୁ ସେମାନେ ପୁରା ସମାଲୋଚନା କରିଛନ୍ତି ଏବଂ ଏଇ ଘଟଣା ଏଇଠି ଥମିବ ନାହିଁ, ଏଇଟା ରହିବ। ଯେ ବର୍ତ୍ତମାନ ଦେଶର ରାଜନୀତି ଆମେ କହିପାରିବା ଯେ ଦଳିତ ମାନଙ୍କୁ ନେଇକିରି ବର୍ତ୍ତମାନ ଉଭୟ ପକ୍ଷ ଦଳିତ ମାନଙ୍କର ମସିହା ବୋଲି ନିଜକୁ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି। କଂଗ୍ରେସ କହୁଛି ବାବା ସାହେବଙ୍କର ଆମ୍ବେଦକରଙ୍କର ପ୍ରତି ଯୋଉ ମନ୍ତବ୍ୟ ଦେଇଛନ୍ତି ଅମିତ ଶାହା, ଏଇଟା ଦଳିତ ମାନଙ୍କ ପ୍ରତି ଗୋଟେ ଉପହାସ। ଅପରପକ୍ଷରେ ଦଳିତ ମାନଙ୍କ ପାଇଁ କିଛି କରିନି ବୋଲି କଂଗ୍ରେସ ଏକଥା ମଧ୍ୟ ଭାରତୀୟ ଜନତା ପାର୍ଟି କହୁଛି। ତ ଆମେ କହିପାରିବା ବର୍ତ୍ତମାନ ଦେଶରେ ପୁଣି ଥରେ ଦଳିତକୁ ନେଇକିରି ଉଭୟ ଦଳ ବର୍ତ୍ତମାନ ରାଜନୀତି କରିବା ପାଇଁ ବାହାରି ପଡିଛନ୍ତି। ସାର୍, ଗୋଟେ କଥା ଜାଣିବା ପାଇଁ ଚାହିଁବି, ପରବର୍ତ୍ତୀ ଷ୍ଟେପ୍ କଣ ରହିବ ବିଜେପିର? ଦେଖନ୍ତୁ, ପରବର୍ତ୍ତୀ ଷ୍ଟେପ୍ ବିଜେପି ବର୍ତ୍ତମାନ ଏ ନେଇକି ଆଗାମୀ ଦିନରେ ରାହୁଲଙ୍କୁ ଚିତ୍ରିତ କରିବାକୁ ଚେଷ୍ଟା କରିବ ଯେ ଇଏ ଜଣେ ସମ୍ବିଧାନରେ ବିଶ୍ୱାସ କରୁଥିବା ବ୍ୟକ୍ତି ନୁହନ୍ତି, ଇଏ ଜଣେ ରାଜନୈତିକ ଶାଳୀନତା ସୌଜନ୍ୟତାରେ ବିଶ୍ୱାସ କରୁଥିବା ବ୍ୟକ୍ତି ନୁହନ୍ତି। ଏବଂ ଯେତେ ରାହୁଲ ଗାନ୍ଧୀଙ୍କୁ ସେମାନେ ସମାଲୋଚନା କରିବେ, ରାହୁଲ ଗାନ୍ଧୀଙ୍କୁ ଯେତେ କାଠଗড়ାରେ ଛିଡା କରାଇବେ, ସେତେ ଆପଣଙ୍କର ଭାରତୀୟ ଜନତା ପାର୍ଟିର ପ୍ଲସ୍ ହବ ବା ସେତିକି ତାଙ୍କର ରାଜନୈତିକ ପ୍ରଗତି ହବ ବୋଲି ଭାରତୀୟ ଜନତା ପାର୍ଟି ଏଇଟା ଭଲ ଭାବରେ ଜାଣିଛି। ଏବଂ ରାହୁଲ ଗାନ୍ଧୀଙ୍କୁ ସେମାନେ ସମସ୍ତ ପ୍ରକାର ଆମେ କହିପାରିବା ଗୁଣଠେସା କରିବା ପାଇଁ ଚେଷ୍ଟା କରିବେ। ଆଜ୍ଞା, ଯେମିତି କି କୁହାଯାଉଛି ଯେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଯୋଉ ଦାବି କରିଛି ବିଜେପି ଏବଂ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛି ବିଜେପି। ଅତୀତ କଥା ଆମେ ଯଦି କହିବା, ଅତୀତରେ ବି ମଧ୍ୟ ଅନେକ ଠେଲାପେଲା ହୋଇଛି, କିନ୍ତୁ ବର୍ତ୍ତମାନ ସମୟରେ ଯୋଉ ସ୍ଥିତି ଉପୁଜିଛି ତାକୁ ନେଇ ବିଜେପି ଯାହା ଚାହୁଁଛି ତାହା କେତେ ଦୂର ହୋଇପାରିବ ବୋଲି ଆପଣଙ୍କୁ ଲାଗୁଛି? ଦେଖନ୍ତୁ, ବିଜେପି ସେମିତି କିଛି ବର୍ତ୍ତମାନ ଚାହୁଁନି। ଯାହା ବର୍ତ୍ତମାନ ଘଟି ଚାଲିଛି, ତ ସେଇଟା ଉପରେ ଆମ ନଜର ରଖିବାର କଥା। ସେମିତି ତା ବିଷୟରେ ଅଧିକ ଆଲୋଚନା କରିବା ବର୍ତ୍ତମାନ ଠିକ ହେବ ନାହିଁ।